ଅଜୟ ମିଶ୍ର ଫୋକସ୍ ପ୍ଲସ୍ ନିଶ୍ଚିତ ଭାବେ ଦେଖୁଥିବେ କଟପାଡ଼ ଗୋଟେ କଳାର ମାଟି ଏବଂ କଳାର ମାଟିରେ ସମସ୍ତ ଛାତ୍ରଛାତ୍ରୀ ଯେଉଁ ଉଦ୍ଭାବନ ହେଉଛନ୍ତି ଏବଂ କଟପାଡ଼ ପାଇଁ ଗର୍ବ ଗୌରବ ଆଣୁଛନ୍ତି। ଏହି ପରିପ୍ରେକ୍ଷୀରେ ନିଶ୍ଚିତ ଭାବରେ ଦେଖୁଥିବେ ଆପଣମାନେ କଟପାଡ଼ର ମୃଗାଶାଳୀ ଯେମିତି ଚାହିଦା ଅର୍ଜନ କରୁଛି ସେପରି ଭାବରେ କଳାକାରମାନେ ମଧ୍ୟ କଟପାଡ଼ରେ ଉଜ୍ଜୀବିତ ହୋଇ କଟପାଡ଼କୁ କୃତିତ୍ୱ ହାସଲ କରୁଛନ୍ତି। ନିଶ୍ଚିତ ଭାବରେ ଏଇ ଯେଉଁ ଇଣ୍ଡିଆ ଏଡିସନ୍ ଏମ୍ବି ପ୍ରଡକ୍ସନରେ ସେକେଣ୍ଡ ରନଅପ୍ ରହି ଆମର କଟପାଡ଼ ଅଞ୍ଚଳର ବିଷୟ ପରିବାରରୁ ଗୋଟେ ଝିଅ ଯିଏକି କୃତିତ୍ୱ ହାସଲ କରୁଛନ୍ତି। ନିଶ୍ଚିତ ଭାବରେ ତାଙ୍କେ ଯେଉଁ ମିସ୍ ବ୍ୟୁଟିଫୁଲ୍ ସ୍ମାଇଲ୍ ଯେଉଁ ପୁରସ୍କାର ପାଇଛନ୍ତି ତା କଟପାଡ଼ ପାଇଁ ଗର୍ବ। ନିଶ୍ଚିତ ଭାବରେ ଆମେ ଯିବା ଆମର ବିଷୟ ପରିବାରର ଝିଅ ଯିଏକି ବିଷୟ ପରିବାରରୁ ବିଲଙ୍ଗ କରି ନିଜର ବାପା ଏବଂ ମାଆଙ୍କର ଗର୍ବ ଗୌରବ ଆଣିଛନ୍ତି ଇଭେନ୍ କଟପାଡ଼ର ଗୌରବ ଆଣିଛନ୍ତି। ନିଶ୍ଚିତ ଭାବେ ତାଙ୍କ ପାଖରେ ସଂକ୍ଷେପରେ ଯିବା ଆମେ। ମୁଁ ଛାୟାରାଣୀ ବିଷୟୀ ଏଠି ହିଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମୁଁ ପଢ଼ୁଥିଲି +2 ଯାଏଁ। ଦେନ୍ ମୁଁ ନର୍ସିଂ କଲେଜ କୋରାପୁଟରେ ନର୍ସିଂ ସେକେଣ୍ଡ ଇୟର୍ରେ ଏବେ ପଢ଼ୁଛି। ମୋତେ ଷ୍ଟାର୍ଟିଂରୁ ହିଁ ଫ୍ୟାସନ୍ ଡିଜାଇନିଂ ମଡ଼େଲିଂ ଏସବୁ ଷ୍ଟାର୍ଟିଂରୁ ହିଁ ଇଚ୍ଛା ଥିଲା। ମୁଁ +2 ପରେ ଫ୍ୟାସନ୍ ଡିଜାଇନ୍ ବି 1 ଇୟର୍ କରିଛି। ଦେନ୍ ମୋତେ ଗୋଟେ ଅଫର୍ ମିଳିଲା ଏମ୍ବି ପ୍ରଡକ୍ସନ୍ ଦ୍ୱାରା, ଯେଉଁଟାକି ଝାରଖଣ୍ଡରେ ହେଉଛି। ତାଇରେ ମୋତେ ମିସ୍ ଇଣ୍ଡିଆ ଏସିଆରେ ପାର୍ଟିସିପେଟ୍ କରିବାର ଗୋଟେ ଚାନ୍ସ ମିଳିଲା। ଆଉ ତାଇରେ ମୁଁ ଅନଲାଇନ୍ ଅଡ଼ିସନ୍ ଦେଇଥିଲି ଆଉ ମୁଁ ସିଲେକ୍ଟ ହେଇଥିଲି। ଟୋଟାଲ୍ 200 ପିଲା ମନଠୁ 60 ପିଲା ସିଲେକ୍ଟ ହେଇଥିଲେ, ତାଇରେ ମୁଁ ଜଣେ ସିଲେକ୍ଟ ହେଇଥିଲି ଆଉ ମୁଁ ବହୁତ ପ୍ରାଉଡ଼୍ ଫିଲ୍ କରୁଛି। ଦେନ୍ ଏବେ 16 ଆଉ 17 ମେରେ ଆର ଫିନାଲେ ଥିଲା। ତାଇରେ ମୋତେ ମିସ୍ ବ୍ୟୁଟିଫୁଲ୍ ସ୍ମାଇଲ୍ ହିସାବରେ ଗୋଟେ ଟାଇଟଲ୍ ଦିଆହେଲା ଏଣ୍ଡ ପୁରା ଅଲ୍ ଓଭର୍ ଇଣ୍ଡିଆରେ ମୁଁ ସେକେଣ୍ଡ ରନର୍ ଅପ୍ ହିସାବରେ ପାଇଲି। ହଁ, ମୋତେ ଭୋଟିଂ ବି କରାହେଇଥିଲା ଆଉ ମୁଁ ବହୁତ ଥ୍ୟାଙ୍କ ୟୁ କହୁଛି, ବହୁତ କ'ଣ କହିବେ, ହଁ କଟପାଡ଼ ଅଞ୍ଚଳବାସୀକୁ ଏଣ୍ଡ ମୋର ସବୁ ରିଲେଟିଭ୍କୁ, ସବୁ ନିଜ ଲୋକମାନଙ୍କୁ ବହୁତ ଧନ୍ୟବାଦ ଜଣାଉଛି। ତାଙ୍କେ ମୋତେ ବହୁତ ସପୋର୍ଟ କରୁଛନ୍ତି, ମୋତେ ବହୁତ ଭୋଟ୍ କରୁଛନ୍ତି। ମୁଁ ଟୋଟାଲ୍ 3000+ ଭୋଟ୍ ମୋର ଥିଲା ଏଣ୍ଡ ମୁଁ ବହୁତ ଖୁସି ଅଛି, ସବୁ ମୋତେ ସପୋର୍ଟ କଲେ। ଜର୍ଣ୍ଣି ତ ବହୁତ ଭଲ ଥିଲା ଆଉ ସେଠି ବହୁତ ଭଲ ସୁଯୋଗ ବି ଥିଲା ଆଉ ବହୁତ ଭଲ ଫ୍ୟାସିଲିଟି ଥିଲା। ତାଙ୍କେ ଆମକୁ ବହୁତ ବଡ଼ କ୍ରୁଜ୍ ନାଁର ଗୋଟେ ହୋଟେଲରେ ରଖିଥିଲେ। ସବୁ ଫ୍ୟାସିଲିଟି ଥିଲା ସେଠି ଏଣ୍ଡ ତାଙ୍କେ ଯେଉଁଟା ବି ଆମକୁ ଦେଉଥିଲେ ସବୁର ରାଉଣ୍ଡ ମାନେ ହେଉଥିଲା, ନ୍ୟାସନାଲ୍ କଷ୍ଟ୍ୟୁମ୍ ରାଉଣ୍ଡ, ଯାହାରେ କି ମୁଁ ଆମ କଟପାଡ଼ର ଧୁରୁଆ ଅଞ୍ଚଳକୁ ସେଠି ଦେଖେଇଥିଲି। ତାଙ୍କର ଡ୍ରେସ୍ ଶାଢ଼ୀ ପିନ୍ଧିକି ସବୁ ଆମର କଟପାଡ଼ ଅଞ୍ଚଳକୁ ମୁଁ ଚାହୁଁଥିଲି କି ଆଗରେ ଯାଉଁ, ନ୍ୟାସନାଲରେ ଜାଣନ୍ତୁ। ଥ୍ୟାଙ୍କ ୟୁ। ନିଶ୍ଚିତ ଭାବରେ ଦେଖୁଥିବେ କେଡ଼େ ସୁନ୍ଦର କଥା କହିଲେ। କଟପାଡ଼ ବିଶ୍ୱରେ ଯେମିତି ନାଁ ରଖିଛି ପୂର୍ବରୁ ବିଭିନ୍ନ ଆମର ଦେଖୁଥିବେ ମୃଗାନ୍ ଶାଢ଼ୀ ଦୁରୁଆ ସମାଜର ସାମାଜିକ କଲଚର ସମସ୍ତଙ୍କୁ ନେଇ କଟପାଡ଼ ଯେଉଁ ସ୍ୱତନ୍ତ୍ର କରି ମାଣ୍ଡିଆ ପାଇଁ ମଧ୍ୟ କଟପାଡ଼ ଫେମସ୍ ଅଛି। ଏହିପରି ଭାବରେ କଟପାଡ଼ ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ କ୍ଷେତ୍ରରେ ମଧ୍ୟ କଟପାଡ଼ ଭଲ ନାମ ଅର୍ଜନ କରିଛି। ଆଉ ଏଇ ଯେଉଁ ଆମର ଛାୟାରାଣୀ ବିଷୟ ନିଜର ପ୍ରତିଭା ଦେଖାନ୍ତୁ ଆଉ କଟପାଡ଼ ପାଇଁ ଗର୍ବ ଗୌରବ ଆଣନ୍ତୁ। ଆଉ ଭବିଷ୍ୟତରେ ତାଙ୍କର ଏଇ ଯେଉଁ ସମସ୍ତ ଯେଉଁ ଆଶା ରଖିଛନ୍ତି ପୂର୍ଣ୍ଣ ହଉ। ଆଉ ଆମ ଫୋକସ୍ ପ୍ଲସ୍ ମାଧ୍ୟମରେ ମଧ୍ୟ ଛାୟାରାଣୀ ବିଷୟ ଏବଂ ତାଙ୍କ ପରିବାର ଇଭେନ୍ କଟପାଡ଼କୁ ସମଗ୍ର ଓଡ଼ିଶାରେ ନାଁ ରଖି ଯେଉଁ ଗର୍ବ ଗୌରବ ଆଣିଛନ୍ତି, ନିଶ୍ଚିତ ଭାବରେ ଆମେ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଉଛୁ ଏବଂ ତାଙ୍କର ଭବିଷ୍ୟତ ମଙ୍ଗଳମୟ କାମନା କରୁଛୁ। କଟପାଡ଼ରୁ ଅଜୟ କୁମାର ମିଶ୍ର ଫୋକସ୍। ତାର ଆମର ଡ୍ୟାନ୍ସ ପ୍ରତି ପ୍ରତି ତାର ଟିକେ ଦୁର୍ବଳ ଥିଲା, ବୁଝିଲେ କି ନାହିଁ। ଯେତେବେଳେ ସେ +2 ପାସ୍ ହେଲା ତାର ଗୋଟେ ଇଚ୍ଛା ଥିଲା କି ଯେ ମୁଁ ଫ୍ୟାସନ୍ ଡିଜାଇନ୍ ନାଁରେ ଯିବି। ବର୍ଷେ ମଧ୍ୟ ଯାଇକରି ଭୁବନେଶ୍ୱରରେ ସେ କୋର୍ସ ମଧ୍ୟ କଲା। ପୁଣି ତାପରେ ଆସିକରି ସେ ବର୍ତ୍ତମାନ ସେ BSc ନର୍ସିଂ କରୁଛି, ବୁଝିଲେ କି ନାହିଁ। ସେ କେତେବେଳେ ସେ ତାର ନିଜର ଇଚ୍ଛା ଅନୁସାରେ ସେ କ'ଣ କରୁଥାଏ, ତାର ଗୋଟେ ଅଛି, ତାର ଗୋଟେ ଟ୍ୟାଲେଣ୍ଟ, ତାର କ୍ୱାଲିଟି ଅଛି। ଅନଲାଇନ୍ରେ କରି ମଧ୍ୟ କେତେ ଜିନିଷ ମଧ୍ୟ ସେ ବିକ୍ରି ମଧ୍ୟ କରିଛି, ବୁଝିଲେ କି ନାହିଁ। ହେଲେ ସିଏ କେବେ କ'ଣ ଅନଲାଇନ୍ରେ କ'ଣ ଗୋଟେ ଅଡ଼ିସନ୍ ଦେଇଥିଲା, ଆମକୁ ତ ଜଣା ନଥିଲା। ତାପରେ ଯେତେବେଳେ ସିଏ ଫାଇନାଲରେ ସିଏ ଯେତେବେଳେ ସିଲେକ୍ସନ୍ ହେଲା ସେତେବେଳେ ଆମକୁ କହିଲା ଯେ ନାଇଁ ଏମିତି ଅଛି ଆଉ 17-18 ତାରିଖରେ ଏଇ ମାସରେ ଅଛି, ମୋତେ ଯିବାର ଅଛି ବୋଲି କହିଲାରୁ ତାପରେ ହଉ ଠିକ୍ ଅଛି, ଯାହା ଦେଖେ ଟ୍ରାଏ କରେ, ଆଉ ତୋର ଯଦି ଇଚ୍ଛା ଅଛି ବୋଲି କହିଲେ ତୁ କରେ, ଯାଇକରି ଦେଖେ ବୋଲି କହିଥିଲି। କିନ୍ତୁ ସେ 200 ଜଣ ଭିତରୁ ଗୋଟେ 60 ଜଣ ଫାଇନାଲିଷ୍ଟ ହେଇଥିଲେ ଆଉ ତାଇ ଭିତରୁ ଇଏ ସେକେଣ୍ଡ ରନର୍ ଅପ୍ ହୋଇଛି। ଇଏ ସବୁଠୁ ବଡ଼ ଖୁସିର କଥା ହେଉଛି ଯେ ସେ କଟପାଡ଼କୁ ଗୋଟେ ରିପ୍ରେଜେଣ୍ଟେଟିଭ୍ କରିଛି। କଟପାଡ଼ର ଦୁଇଟା ଜିନିଷ, ଗୋଟେ କ'ଣ, ଗୋଟେ ଆମର କଟପାଡ଼ର ମୃଗାନ୍ ଶାଢ଼ୀ ଆଉ ଗୋଟେ
ଆମର ଏରିଆର ଯୋଉ ଦୁରୁଆ ସମ୍ପ୍ରଦାୟର କଲଚରକୁ ନେଇକରି ସେ ରିପ୍ରେଜେଣ୍ଟ କରିଛି ବୁଝିଲେ କି ନା ଆମର ଆଦିବାସୀ କଲଚରକୁ ନେଇକରି ସେଇଟା ଭଲ ଲାଗିଲା ସେଇଟା ସେଇଟା ମାନେ ସେଠି ଅଡିଏନ୍ସ ମାନେ ପ୍ଲସ୍ ସେଠିର ଜର୍ଜ ମାନେ ସେଇଟାକୁ ବହୁତ ସାଙ୍ଗେ ମାନେ ସେଇଟାକୁ ବହୁତ ତାଙ୍କେ ଆକ୍ସେପ୍ଟ କରୁଛନ୍ତି ବୁଝିଲେ କି ନାଇଁ ବହୁତ ଇଏ କରିକରି ତାକୁ ସେ ହୁଏତ ଆଶା ଥିଲା କି ଫାଇନାଲିଷ୍ଟ ହେବ ବୋଲିକରି ସେ ସେକେଣ୍ଡ ରନର ପାଇଛି ସେଟା ବହୁତ ଖୁସିର କଥା ମୁଁ ମୋର ଝିଅ ଯୋଉ ଯୋଉ କୃତିତ୍ୱ ଅର୍ଜନ କରିଛି ତେଣୁକରି ମୁଁ ନିଜକୁ ବିଜନେସମ୍ୟାନ ମୋ ଝିଅ ତାକୁ ତ ଆମେ ଆମେ ଗୋଟେ ଗାଉଁଲିଆ ଲୋକ ଚିତ୍ରା ବୋଲିକରି ଆମର ଛୋଟିଆ ଗାଁଟି ବୁଝିଲେ କି ନା ଆମେ ଝିଅକୁ ପାଠ ପଢିବା ପାଇଁ ବୋଲିକରି ବର୍ତ୍ତମାନ ଆମେ ବୋରିଗୁମାରେ କେତେ ବର୍ଷ ରହିଲୁ ତାପରେ ସେ କଟପାଡ଼ରେ ଆସିଲୁ ସେ ବୋରିଗୁମା ଶିଶୁ ମନ୍ଦିରରେ ପଢୁଥିଲା ସେଇଥିରୁ ଆଗ ତାର ପ୍ରତିଭାଟା ଟିକେ ମାନେ ପ୍ରାରମ୍ଭ ବୋଧରୁ ହିଁ ସିଏ ତାର ଡ୍ୟାନ୍ସ ପ୍ରତି ତାର ଇଏ ଥିଲା ସେତେବେଳେ ମଧ୍ୟ ବହୁତ ବୋରିଗୁମାରେ ବହୁତ ପପୁଲାରିଟି ହେଇଥିଲା ଆସ୍ତେ ଆସ୍ତେ ତା ପଛେ ଯେତେବେଳେ ସିକ୍ସଥ ହେଲା ଏଇଠି ଓଏବିରେ ଇଏ ହେଲା ଏଠି ମଧ୍ୟ କାଲଚରାଲରେ ସେ ମଧ୍ୟ ବହୁତ ପାର୍ଟିସିପେଟ କରେ ବୁଝିଲେ କି? ତାପରେ ଏମିତି ତାର ପ୍ଲସ୍ ଟୁ ପରେ ସେ ତାକୁ ଫ୍ୟାସନ ଡିଜାଇନରେ ସେ ଯିବା ପାଇଁ ଜିଦ୍ କଲା ତାକୁ ଭୁବନେଶ୍ୱରରେ ଗୋଟେ ବର୍ଷ ପାଇଁ ଜଏନିଂ ମଧ୍ୟ କରିଥିଲୁ କିନ୍ତୁ ମୋତେ କାହିଁକି କିଛି ଭଲ ଲାଗିଲା ନାହିଁ କାହିଁକି ବୋଲି କହିଲେ ଆମ ଡିଷ୍ଟ୍ରିକ୍ଟରେ କି ଆମର ଓଡ଼ିଶାରେ ଫ୍ୟାସନ ଡିଜାଇନ କରୁଛେ ସେତେ ସ୍କୋପ କିଛି ନାହିଁ ବାହାରେ ଯିବାର ଅଛି ବୁଝିଲେ କି ନାହିଁ ତେଣୁକରି ତାକୁ ଆଣେଇକରି କୋରାପୁଟ ନର୍ସିଂ କଲେଜରେ ତାକୁ ବିଏସସି ନର୍ସିଂରେ ଜଏନିଂ କରାଇଥିଲି ଏ ଭିତରେ ତାର ପ୍ରୟାସ କଣ୍ଟିନ୍ୟୁ ଚାଲିଥିଲା ସେ ଅନଲାଇନରେ କ'ଣ ଦେଖୁଥିଲା କ'ଣ କି ଅନଲାଇନରେ ଗୋଟେ ଅଡିସନ ଦେଇଥିଲା ସେଥିରୁ କ'ଣ 600-700 ଲୋକ ଅଡିସନ ଦେଇଥିଲେ ତା ଭିତରୁ 60 ଜଣ ଫାଇନାଲିଷ୍ଟ ହେଇଥିଲେ ଆଉ ଫାଇନାଲିଷ୍ଟ ହେଲା ପରେ ଯାଇକରି ସେ ଆମକୁ ଜଣେଇଲା ଯେ ନା ଏମିତି ଏମିତି ଜାମଶେଦପୁରରେ ଗୋଟେ ଇଭେଣ୍ଟ ଅଛି ସେଠି ମୁଁ ସିଲେକ୍ଟ ହେଇଛି ବୋଲି ତମର ଆଶୀର୍ବାଦ ଦରକାର ବୋଲିକରି ସେ କହିଥିଲା ଆଉ ଠିକ ଅଛି ଯଦି ତୋର ଯଦି ଇଚ୍ଛା ଅଛି ବୋଲି କହିଲେ ଯା ବୋଲିକରି ମୁଁ ଟିକେଟ ଫିକେଟ କରିଦେଇଥିଲି ତାର ମମି ସହିତ ସେ ଯାଇଥିଲେ ସେଠି ଅନେକ କମ ସେ କମ 12ରୁ 15ଟା ଖଣ୍ଡେ ରାଉଣ୍ଡ ହେଇଥିଲା ତାହିଁରେ କେତେଟା ରାଉଣ୍ଡରେ ଟପ୍ ମଧ୍ୟ ହେଇଥିଲା ବୁଝିଲେ ତା ପଛେ ସେ ଲାଷ୍ଟରେ ଆମର କୋଟପାଡ଼ ମେନ୍ ହେଉଛି ସେ ତାର ଇଚ୍ଛା ଥିଲା ଆମର କୋଟପାଡ଼ ଏରିଆକୁ କେମିତି ରିପ୍ରେଜେଣ୍ଟ କରିବ ଆମର କୋଟପାଡ଼ର ଯେମିତିକି ଆମର ମିର୍ଗାଣ ଶାଢ଼ୀ ଆମର ଅଞ୍ଚଳର କେମିତି ଦୁରୁଆ ଯୋଉ କଲଚରକୁ ନେଇକରି ସେ ଡ୍ୟାନ୍ସ କରିଥିଲା ସେଠି ପ୍ରଦର୍ଶନୀ କରିଥିଲା ତାହିଁରେ ବହୁତ ସେ ବାହାବା ପାଇଥିଲା ଆଉ ଲାଷ୍ଟରେ ସେ ସେକେଣ୍ଡ ରନର ଅପ୍ ହେଇକରି ଆସିଛି ଛାତ୍ରଛାତ୍ରୀ ମାନେ ନିଶ୍ଚୟ ଇନ୍ସପାୟାର ହେଇକରି ଆଗକୁ ଯିବେ ଆଉ ଏଇ ଯୋଉ କୃତିତ୍ୱ ହାସଲ କରୁଛନ୍ତି ଆମ କୋଟପାଡ଼ ଅଞ୍ଚଳ ପାଇଁ ଯୋଉ ମିର୍ଗାନ ଶାଢ଼ୀ ଓ ଦୁରୁଆ ସମାଜର ଯୋଉ କାଲଚରକୁ ଯେ ସେ ଉପସ୍ଥାପନା କରି ଯୋଉ ସୁନ୍ଦର କୃତିତ୍ୱ ହାସଲ କରି ଯୋଉ ସେକେଣ୍ଡ ରାଉଣ୍ଡରେ ଯୋଉ ପୁରସ୍କାର ପାଇଛନ୍ତି ତାହା ଦୀର୍ଘ ଦିନ ଯାଏଁ ମନେ ରହିବ ଏବଂ ଆମ ଫୋକସ୍ ପ୍ଲସ୍ ଟିମ୍ ମାଧ୍ୟମରେ ଆପଣମାନଙ୍କୁ ଆପଣ ଝିଅକୁ शुभेच्छा अभिनंदन जनाऊँ एवं आगामी भविष्य उज्जवलमय हो यह आमर कामना कोटपाड़ू अजय कुमार मिश्र फोकस प्लस।